ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ରହିଛି ବଲାଙ୍ଗୀର ଜିଲ୍ଲା। ଚାରିପଟରେ ରହିଛି ପାହାଡ଼ ସଂସ୍କୃତି। ଏହି ପାହାଡ଼ଗୁଡ଼ିକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଇ ବିକାଶ କରୁଛନ୍ତି ସରକାର, ଯାହାଫଳରେ ଦେଓଗାଁ ବ୍ଲକରେ ରହିଛି ଭୀମ ପାହାଡ଼ ଓ ଚାନ୍ଦିନୀ ପାହାଡ଼ ନାମକ ଦୁଇଟି ପର୍ଯ୍ୟଟନ ସ୍ଥଳୀ। ଏବେ ଏହି ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ପ୍ରଚାର ପାଇଁ ଆରମ୍ଭ ହୋଇଛି ମହୋତ୍ସବ, ଯାହାଫଳରେ ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଦେଶଣ୍ଡ ପଞ୍ଚାୟତଠାରେ ଥିବା ପର୍ଯ୍ୟଟନ ସ୍ଥଳୀ ଚାନ୍ଦିନୀ ପାହାଡ଼ର ନବମ ମହୋତ୍ସବ 5 ଦିନ ଧରି ଚାଲିବ। ଆସନ୍ତା 31 ତାରିଖ ଠାରୁ ଆରମ୍ଭ ହୋଇ 4 ତାରିଖ ପର୍ଯ୍ୟନ୍ତ 5 ଦିନ ଧରି ଅନୁଷ୍ଠିତ ହେବ। ଏଥିରେ ବଲାଙ୍ଗୀର ପୌର ପରିଷଦ ଅଧ୍ୟକ୍ଷ କିକା ସାହୁ, ସାଂସ୍କୃତିକ ଗବେଷକ ଘାସିରାମ ମିଶ୍ରଙ୍କ ସହ ଅନ୍ୟତମ ଅତିଥିମାନେ ଯୋଗ ଦେଇ ମହୋତ୍ସବର ଲୋଗୋକୁ ଉନ୍ମୋଚନ କରିଥିଲେ। ନୂଆ ବର୍ଷ ଦିନରୁ 5 ଦିନ ରାବଣ ଦରବାର ସହ ମୀନା ବଜାର ଓ ବ୍ରହ୍ମଯଜ୍ଞ ଅନୁଷ୍ଠିତ ହେବ। ଜିଲ୍ଲା ତଥା ଜିଲ୍ଲା ବାହାରରୁ ବିଭିନ୍ନ ସାଂସ୍କୃତିକ ଦଳ କଳା ପରିବେଷଣ କରିବା ସହ ସାଂସ୍କୃତିକ ସଭାରେ ମନ୍ତ୍ରୀ, ବିଧାୟକ, ଅଫିସର ଯୋଗ ଦେବେ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ଚାନ୍ଦିନୀ ପାହାଡ଼ ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଯୋଗାଇ ଦେଇଥିଲେ ମଧ୍ୟ କାମ ଠିକ୍ ଭାବରେ ହେଉନଥିବାରୁ ମହୋତ୍ସବ କମିଟି ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ଏହି ଚାନ୍ଦିନୀ ପାହାଡ଼ର ବିକାଶ ସହ ପାଟଣା ଅଞ୍ଚଳରେ ଥିବା 48 ପାଟର ବିକାଶ କରି ପାହାଡ଼ ସଂସ୍କୃତିକୁ ଧ୍ୱଂସ ହେବାରୁ ସୁରକ୍ଷା ଦିଆଯାଉ ବୋଲି ସାଂସ୍କୃତିକ ଗବେଷକ ଘାସିରାମ ମିଶ୍ର ପ୍ରକାଶ କରିଥିଲେ। ବ୍ୟୁରୋ ରିପୋର୍ଟ, ସମ୍ବାଦ ଡିଜିଟାଲ।